ପ୍ରିୟ ଆତ୍ମାନ ସପ୍ରେମ ଜୟଜୀବ। ଅନେକ ଲୋକ କହନ୍ତି ଯୋଗର ଅଧିକାରୀ ସେହି ହୋଇପାରିବ ଯେ ବାଳ ବ୍ରହ୍ମଚାରୀ। ଗୃହସ୍ଥ କେବେ ଯୋଗ କରିପାରିବ ନାହିଁ। ମାତ୍ର ଏହା ଠିକ୍ ନୁହେଁ। ଏହି ସିଦ୍ଧାନ୍ତ ଅସତ୍ୟ। ଯେଉଁ ଘରେ ସ୍ତ୍ରୀ ପୁରୁଷର ଯୋଗ ଅଛି ସେ ହିଁ ଯୋଗୀ ହୋଇପାରେ। ସ୍ତ୍ରୀଠୁ ଅଲଗା ରହିବା ଲୋକ ବିୟୋଗୀ, ଯୋଗୀ ହୋଇନପାରେ। କୁହାଯାଏ ଆଦି ଯୋଗୀ, ସବୁଠୁ ପ୍ରଥମ ଯୋଗୀ ମହାଦେବ ସବୁବେଳେ ସ୍ତ୍ରୀ ସହିତ ରହୁଥିଲେ। ପ୍ରଥମ ସ୍ତ୍ରୀଙ୍କର ନାମ ସତୀ ଥିଲା। କୁହାଯାଏ ସତୀ ଦକ୍ଷ ପ୍ରଜାପତିଙ୍କର ଯଜ୍ଞରେ ନିଜ ଶରୀରକୁ ଯୋଗାଗ୍ନିରେ ଭସ୍ମ କରିଦେଇଥିଲେ। ଦ୍ୱିତୀୟ ବିବାହ ଯୋଗେଶ୍ୱର ଶିବଙ୍କର ପାର୍ବତୀଙ୍କ ସହିତ ହୋଇଥିଲା। ଯଦି ସ୍ତ୍ରୀ ଯୋଗ ସାଧନରେ ବିଘ୍ନ ସୃଷ୍ଟି କରନ୍ତେ ତାହେଲେ ସତୀଙ୍କ ମୃତ୍ୟୁ ପରେ ମହାଦେବ ପାର୍ବତୀଙ୍କୁ ବିବାହ କରିନଥାନ୍ତେ। ସଦ୍ଗୁରୁଦେବ କୁହନ୍ତି ବିବାହିତ ଗୃହସ୍ଥ ହିଁ ଯୋଗ ସାଧନ କରିପାରିବେ। ସ୍ତ୍ରୀ ଆଉ ଗୃହହୀନ ଜଣେ ଭିକ୍ଷୁକ ଯାଯାବର ସାଧୁ ଯୋଗ କରିପାରିବ ନାହିଁ। କାହିଁକି କରି ନପାରିବ ଆଗକୁ କହିବି। ବର୍ତ୍ତମାନ ମୁଁ କହିବାକୁ ଚାହେଁ ସବୁ ବଡ଼ ବଡ଼ ଯୋଗୀ ସ୍ତ୍ରୀ ସହିତ ରହୁଥିଲେ ଆଉ ବିବାହିତ ଥିଲେ। ଏ ବିଷୟରେ ଯୋଗେଶ୍ୱର ମହାଦେବଙ୍କର ଦୃଷ୍ଟାନ୍ତ ଦେଲି ଯେ କି ବିବାହିତ ଆଉ ତାଙ୍କ ସ୍ତ୍ରୀଙ୍କର ନାମ ପାର୍ବତୀ ଥିଲା। ପଦ୍ମାସନରେ ବସି ଯୋଗାଭ୍ୟାସ କରୁଥିବା ବ୍ରହ୍ମାଙ୍କର ମଧ୍ୟ ସ୍ତ୍ରୀ ଥିଲେ। ତାଙ୍କର ନାଁ ସାବିତ୍ରୀ ଓ ସରସ୍ୱତୀ। ସୁଖାସନରେ ଶୋଇ ଯୋଗାଭ୍ୟାସ କରୁଥିବା ଯୋଗୀ ଶ୍ରୀ ବିଷ୍ଣୁଙ୍କର ସ୍ତ୍ରୀ ଲକ୍ଷ୍ମୀ ଜଗତ ପ୍ରସିଦ୍ଧ। ଯୋଗାଭ୍ୟାସ କରି ଇନ୍ଦ୍ର ପଦବୀ ଧାରଣ କରିଥିବା ସୁରେଶ ମଧ୍ୟ ବିନା ସ୍ତ୍ରୀ ରହୁନଥିଲେ। ତାଙ୍କର ସ୍ତ୍ରୀଙ୍କର ନାମ ସଚୀ ଥିଲା। ଶ୍ରୀରାମ ଆଉ ରାବଣ ମହାରାଜ ତାଙ୍କ ସମୟରେ ପ୍ରସିଦ୍ଧ ଯୋଗୀ ଏବଂ ପରାକ୍ରମୀ ମନୁଷ୍ୟ ଥିଲେ। ଏମାନେ ବି ବିନା ସ୍ତ୍ରୀ ରହୁନଥିଲେ। ପ୍ରସିଦ୍ଧ ଯୋଗେଶ୍ୱର ଶ୍ରୀକୃଷ୍ଣ କ'ଣ ବିନା ସ୍ତ୍ରୀରେ ଥିଲେ? କେବେ ନୁହେଁ। ପୁରାଣରୁ ଜଣାଯାଏ ତାଙ୍କର ଅନେକ ସ୍ତ୍ରୀ ଥିଲେ। 8 ଜଣ ପାଟରାଣୀ ଥିଲେ। ଯୋଗୀ ବଶିଷ୍ଠ ମୁନି, ଯୋଗୀ ଅନ୍ତି, ଯୋଗୀ ଗୌତମ ଆଦି ସମସ୍ତ ଯୋଗୀ ଋଷି ବିବାହ କରି ସ୍ତ୍ରୀମାନଙ୍କ ସହିତ ରହୁଥିଲେ। ମୁଁ ସତ କହୁଛି ବୋଲି ସାଧୁ ସନ୍ନ୍ୟାସୀ କ୍ଷମା କରିବେ। ନବଯୁବକ ସାଧୁ ଯଦି ଯୋଗ କରିବାକୁ ଚାହାନ୍ତି ତେବେ ବିବାହ କରି ଗୃହସ୍ଥ ହୋଇ ଯୋଗ ସାଧନ କଲେ ଉତ୍ତମ ହେବ। କାରଣ ଯେତେ ବି ମହାନ ମହାନ ମୁନି ଋଷି ଥିଲେ ସମସ୍ତେ ବିବାହ କରିଥିଲେ। ଯୋଗ କରିବାକୁ ହେଲେ ସବୁଠାରୁ ବଡ଼ କଥା ହେଲା ସାଧନା ପ୍ରତିଦିନ ଠିକ୍ ସମୟରେ ହେବା ଦରକାର। ଠିକ୍ ସମୟରେ ଅତି କମରେ 24 ଘଣ୍ଟାରେ ଥରେ ଯୋଗ ପାଇଁ ନିହାତି 2 ଘଣ୍ଟା ଦରକାର। ସନ୍ଧ୍ୟା ସମୟରେ ସୁବିଧା ହେଲେ ଯୋଗାଭ୍ୟାସ କରିପାରିବେ। ପ୍ରାତଃକାଳେ 3ଟାରୁ 5ଟା ବା 6ଟା ପର୍ଯ୍ୟନ୍ତ ଆଉ ସନ୍ଧ୍ୟାବେଳେ 6ଟାରୁ 7ଟା ପର୍ଯ୍ୟନ୍ତ ଯୋଗ ସାଧନ ପାଇଁ ସର୍ବୋତ୍ତମ ସମୟ। ଏହାଛଡ଼ା ନିଜ ସୁବିଧା ଦୃଷ୍ଟିରୁ ଯୋଗୀ ଯଦି ଅନ୍ୟ ସମୟରେ ନିର୍ଦ୍ଦିଷ୍ଟ କରି ଯୋଗ ସାଧନା କରେ ଏଥିରେ କୌଣସି ହାନି ନାହିଁ। ମାତ୍ର ଯେଉଁ ସମୟରେ ନିର୍ଦ୍ଦିଷ୍ଟ କରାଯିବ ଠିକ୍ ସେହି ସମୟରେ ପ୍ରତିଦିନ ଯୋଗାଭ୍ୟାସ ହେବା ଦରକାର। ତେବେ ଠିକ୍ 3ଟା ବାଜିଲେ ଉଠିବା ଏବଂ ସେହି ସମୟରେ ନିଦ ନ ଆସିବା ସେତେବେଳେ ହେବ ଯଦି 9ଟା ବାଜିଲେ ଶୋଇଯିବ। ସମୟ ଅନୁସାରେ ଭୋକ ଲାଗିଲେ ରୁଚିକର ଭୋଜନ, ସମୟ ଅନୁସାରେ ଶୋଇବା ଆଉ ସମୟ ଅନୁସାରେ ଗୋଟିଏ ଅଲଗା ସଫା ଘରେ ଯୋଗାଭ୍ୟାସ କରିବା। ଯେ ବିବାହ କରି ଜୀବନ ନିର୍ବାହ ପାଇଁ କିଛି କାମ କରି ନିଜ ସ୍ତ୍ରୀ ସହିତ ଘରେ ରହୁଥିବ ସେ ହିଁ ଏସବୁ କରିପାରିବ। ଆଉ ଘର ଛାଡ଼ି ଏପଟ ସେପଟ ଯେ ଘୂରିଥାଏ ସେଭଳି ଗୃହହୀନ ଭିକାରୀ ଯାଯାବର ସାଧୁ ଯୋଗାଭ୍ୟାସର ନିୟମ ପାଳନ କରିବା ବଡ଼ କଠିନ। ଗୃହହୀନ ଓ ଭିକାରୀ ସାଧୁ ନା ଠିକ୍ ସମୟରେ ଭୋଜନ ପାଏ ନା ଠିକ୍ ସମୟରେ ଶୋଇପାରେ। ଯଦି ଏହି କାମ ଠିକ୍ ସମୟରେ ନ ହୁଏ ତ ଠିକ୍ ସମୟରେ ଯୋଗ ସାଧନ କରି ସିଦ୍ଧି ଲାଭ କରିବା ଖାଲି କଠିନ ନୁହେଁ, ଏକାଧାରରେ ଅସମ୍ଭବ ମଧ୍ୟ। ଗୃହହୀନ ସାଧୁ ସନ୍ନ୍ୟାସୀ ତ୍ୟାଗୀ ଆଉ ବିରାଗୀ ଯାହା ପାଖରେ ନିଜର
ଘର ଆଉ ସ୍ତ୍ରୀ ନାହିଁ ସେ ନିଜର ରୁଚି ଅନୁସାରେ ଭୋଜନ ପାଇବ ନାହିଁ। ଯୋଗୀକୁ ବିଭିନ୍ନ ଯୋଗାଙ୍ଗର ଅଭ୍ୟାସ କରିବା ସମୟରେ ନିୟମ ଅନୁସାରେ ବିଭିନ୍ନ ପ୍ରକାର ଭୋଜନ ଦରକାର। ସାଧାରଣ ରୀତିରେ ଗୃହହୀନ ସାଧୁ ଘର ଘର ମାଗି ଯାହା ପାଏ ସେ ଖାଦ୍ୟ ଯୋଗୀ ପାଇଁ ଉପଯୁକ୍ତ ନୁହେଁ। ବଜାର ଖାଦ୍ୟ ବି ଯୋଗୀ ପାଇଁ ଉପଯୁକ୍ତ ନୁହେଁ। ଶିବମୁନି କୁହନ୍ତି ଗୋଟିଏ କଥା ସ୍ମରଣ ରଖିବେ, ଯୋଗାଭ୍ୟାସର ଆରମ୍ଭ କରିବାର 10 ଦିନ ପରେ ଯୋଗୀର ରୁଚି ବଦଳିଯିବ। ଯୋଗୀ ବାସି, ପିତା, ଖଟା ଓ ଲଙ୍କା ଆଦି ଜିନିଷକୁ ଖାଇବାକୁ ଭଲ ପାଏ ନାହିଁ। ସାଧାରଣ ମଣିଷ ଯେତେ ଲୁଣ ଖାଆନ୍ତି ଯୋଗୀ ସେତେ ଲୁଣ ଖାଇବ ନାହିଁ। ଏଥିରୁ ପ୍ରମାଣ ହୋଇଛି ଯେ ଯେଉଁ ସବୁ ଖାଦ୍ୟ ସାଧାରଣ ଲୋକ ଖାଇପାରିବ ଯୋଗୀ ସେ ଖାଦ୍ୟ ପସନ୍ଦ କରିବ ନାହିଁ। ଆଜି ୟା ଘରେ କାଲି ତା ଘରେ ଭୋଜନ ଯୋଗୀ ପକ୍ଷରେ ଉପଯୁକ୍ତ ନୁହେଁ। ଯୋଗୀ ପାଇଁ ଭୋଜନ ନିଜ ସ୍ତ୍ରୀ ହାତରୁ ବା ନିଜ ହାତରେ କିମ୍ବା ନିଜ ଘରର ଭୋଜନ ହେବା ଦରକାର। ଦ୍ୱିତୀୟ କଥା ହେଲା ନିଜର ଉପାର୍ଜନ ଭୋଜନ କଲେ ଯୋଗ ଶୀଘ୍ର ସିଦ୍ଧିପ୍ରାପ୍ତ ହୁଏ। ଭିକ ମାଗି ପରିଶ୍ରମ ନ କରି ଯେ ଭୋଜନ କରେ ସେ କେବେ ଯୋଗୀ ହୋଇପାରିବ ନାହିଁ। ଯୋଗୀ ଯୋଗାଭ୍ୟାସ ପାଇଁ ନିଜ ଘରେ ନିଜେ ଠିକ୍ କରିଥିବା ଗୋଟିଏ ସ୍ୱତନ୍ତ୍ର କୋଠରୀର ଆବଶ୍ୟକ। ସେଥିରେ ଠିକ୍ ସମୟରେ ସାଧନ କଲେ ଯୋଗ ଶୀଘ୍ର ସିଦ୍ଧି ହୁଏ। ଏଣୁ ସବୁ ସମୟରେ ଯୋଗର ଅଧିକାରୀ ସାଧୁ ନୁହେଁ ଗୃହସ୍ଥ। ଏହା ଛଡ଼ା ଯୋଗର ବିଶେଷ ଅଧିକାରୀ ସିଏ ଯାହାର ଯୋଗାଭ୍ୟାସରେ ସ୍ୱଚ୍ଛ ପ୍ରେମ ଥିବ ତଥା ହୃଦୟର ସହିତ ଯୋଗ ସାଧନ କରିବା ପାଇଁ ତତ୍ପର ଥିବ, ଯେ ଯୋଗକୁ ନିଜର ପ୍ରାଣ ପରି ଭାବେ ଏବଂ ସେଥିରେ ଅତ୍ୟନ୍ତ ପ୍ରେମ ଓ ରୁଚି ରଖେ। ସେ ପ୍ରତ୍ୟେକ ଅବସ୍ଥାରେ ତଥା ପରିସ୍ଥିତିରେ ଯୋଗର ଅଧିକାରୀ। ଏପରି ଅଧିକାରୀଙ୍କୁ ଯୋଗୀ ମୁନିଙ୍କର କର୍ତ୍ତବ୍ୟ ପ୍ରସନ୍ନତା ସହିତ ମୁନି ସମାଜର ସଦସ୍ୟ କରି ଉପଦେଶ ଦେବା ଏବଂ ମୁନି ସମାଜର ସଦସ୍ୟ ହୋଇନଥିବା ବ୍ୟକ୍ତିଙ୍କୁ ସଦ୍ଗୁରୁଦେବ କହିଛନ୍ତି ତାଙ୍କୁ ପ୍ରକୃତ ମୁନି ସମାଜର ଉପଦେଶ ନ ଦେବା ଉଚିତ।